ଜୟ ଜଗନ୍ନାଥ। ଉତ୍କୃଷ୍ଟ ଚିନ୍ତାଧାରା। ରାଜା ଭଦ୍ରସେନା ସର୍ବଦା ଚିନ୍ତିତ ରହୁଥିଲେ। ନିଜ ପ୍ରଜାମାନଙ୍କ ସୁଖ ଦୁଃଖ ପାଇଁ ସେ ନିୟମିତ ଭାବରେ ରାଜ୍ୟ ବୁଲି ଲୋକଙ୍କ ସୁଖ ସୁବିଧା ବିଷୟରେ ପଚାରି ବୁଝିଥିଲେ। ସାଧାରଣ ଜନତା ଓ ରାଜ୍ୟ ସରକାର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ସେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରୁଥିଲେ। ଥରେ ରାଜ୍ୟରେ ସୂଚନା ଦେଲେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯିଏ ସେଥିରେ ବିଜେତା ହେବ ସେ ହିଁ ରାଜ୍ୟର ଉତ୍ତରାଧିକାରୀ ହେବ। ଏଥିରେ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏଥିରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଭାଗ ନେଇପାରିବେ ଏବଂ ସେଥିରେ ସେମାନଙ୍କର ଅଧିକାର ରହିବ। ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରିଗଲା। ଏଥିରେ ସାମିଲ ହେବା ପାଇଁ ରାଜ୍ୟର ସବୁ ପ୍ରକାର ଲୋକ ଭାଗ ନେଇଥିଲେ। ରାଜକୁମାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ପ୍ରତିଯୋଗିତା ସ୍ଥଳକୁ ଆସିଥିଲେ। ରାଜା ପ୍ରଥମେ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ। ରାଜ୍ୟରେ ବନ, ଉପବନ ଏବଂ ପରିସରରେ କେଉଁ ବୃକ୍ଷ ଲଗାଇବା ଉଚିତ ଯେଉଁଥିରୁ କି ଆମେ ସଫଳତାର ଏଭଳି ଫଳ ଖାଇପାରିବା ଯାହାଦ୍ୱାରା କି ରାଜ୍ୟର ଭାଗ୍ୟ ବଦଳିଯିବ? ଏଭଳି ପ୍ରଶ୍ନର ଉତ୍ତର ରାଜାଙ୍କୁ ଦେବା ପାଇଁ ସମସ୍ତେ ପ୍ରୟାସ କରିଥିଲେ, କିନ୍ତୁ ରାଜା ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ସମସ୍ତେ ପରସ୍ପର ମୁଖକୁ ଚାହିଁବା ବ୍ୟତୀତ ଆଉ କିଛି ଚାରା ନଥିଲା। ଶେଷରେ ଜନଜାତି ସମ୍ପ୍ରଦାୟର ଜଣେ ଯୁବକ ଆଗେଇ ଆସି ନମ୍ର ସ୍ୱରରେ କହିଲା, ମହାରାଜ, ଆମ ରାଜ୍ୟରେ ସକାରାତ୍ମକ ଚିନ୍ତାଧାରା ରୂପକ କିଛି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି। ତାହାର ଫଳ ହିଁ ସଫଳତାର ଫଳ ବହନ କରିପାରିବ, ଯାହାକୁ ପ୍ରଜାଗଣ ଖାଇବା ଦ୍ୱାରା ରାଜ୍ୟରୁ 2 ଗୁଣରୁ 4 ଗୁଣରେ ପ୍ରଗତି କରିପାରିବେ। ଏହାପରେ ହିଁ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ହୋଇପାରିବ। ଏକଥା ଶୁଣି ରାଜାଙ୍କ ମୁଖମଣ୍ଡଳରେ ପ୍ରସନ୍ନତା ଭରିଗଲା। ରାଜା ଅନୁଭବ କଲେ, ଯେଉଁମାନଙ୍କର ଏଭଳି ଉତ୍କୃଷ୍ଟ ଚିନ୍ତାଧାରା ଅଛି ସେମାନେ ହିଁ ଏହି ରାଜ୍ୟର ଦାୟିତ୍ୱ ନେଇ ସଠିକ୍ ଭାବରେ ପରିଚାଳନା କରିପାରିବେ। ରାଜା ତାହାପରେ ସେହି ଯୁବକଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କଲେ। ଜୟ ଜଗନ୍ନାଥ।